ପିଲାମାନେ ଆଜି ଆଲୋଚନା କରିବା କଳିଙ୍ଗ ଯୁଦ୍ଧ। ଏ ବିଷୟଟି ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ। ପ୍ରତ୍ୟେକ ବର୍ଷ ଏ କଳିଙ୍ଗ ଯୁଦ୍ଧର କାରଣ ଫଳାଫଳ ପଡ଼େ। ଏ ବର୍ଷ ବି ଏ ଲଙ୍ଗ ଟାଇମ୍ ଆସିପାରେ। ଯେଉଁ ଲଙ୍ଗ ଟାଇମ୍ ତିନୋଟି ଆସିବ ତାଙ୍କ ଭିତରୁ ବହୁତ ଗୁରୁତ୍ୱପୂର୍ଣ୍ଣ ହେଉଛି କଳିଙ୍ଗ ଯୁଦ୍ଧ। ଆମେ ଅତୀତ କ୍ଲାସରେ କହିଦେଇଛେ ସେକେଣ୍ଡ ୟୁନିଟ୍ରେ ନିଶ୍ଚିନ୍ତ ଭାବରେ କୋଶ୍ଚିନ୍ ପଡ଼ିବ ଲଙ୍ଗ ଟାଇମ୍। ଯେମିତି ଆମେ କହିଥିଲେ ମହାବୀରଙ୍କ ଜୀବନୀ ବା ତାଙ୍କ ଅବଦାନ, ବୌଦ୍ଧ ଧର୍ମର ବିଷୟରେ ଆମେ ପଢ଼ିଥିଲେ ଗୌତମ ବୁଦ୍ଧଙ୍କ ଜୀବନୀ ଏବଂ ତାଙ୍କର ଅବଦାନ ବିଷୟରେ ପଢ଼ିଥିଲେ। ଦୁଇଟି କୋଶ୍ଚିନ୍ ଅଲରେଡ଼ି ଆମେ କାଲି ଆଲୋଚନା କରିଛେ। ଆଜି ଆଲୋଚନା କରିବା 3 ନମ୍ବର କୋଶ୍ଚିନ୍, ଯେଉଁଟା ବହୁତ ଇମ୍ପୋର୍ଟାଣ୍ଟ ଲଙ୍ଗ ଟାଇମ୍ ପଢ଼େ। ବହୁତ କୋଶ୍ଚିନ୍ ପଡ଼ିଛି ଲଙ୍ଗ ଟାଇମ୍ରେ ପ୍ରିଭିୟସ୍ ଇୟର୍ରେ। ତେଣୁକରି ଏ ବର୍ଷ ବି କଳିଙ୍ଗ ଯୁଦ୍ଧ ସମ୍ପର୍କରେ ଆମେ ଜାଣିବା ନିହାତି ଆବଶ୍ୟକତା ଅଛି। ସେଥିପାଇଁ ଆମେ ଆଜି ବିଷୟବସ୍ତୁକୁ ଗତିଶୀଳ କରିବା। ଯଦି ପ୍ରଥମ କରି ତୁମେ ୟୁଟ୍ୟୁବ୍ ଚ୍ୟାନେଲ୍ ଆସୁଛ କାର୍ତ୍ତିକ ସାର୍ ଓଡ଼ିଆକୁ, ତୁମେ ସବସ୍କ୍ରାଇବ୍ କର, ଲାଇକ୍ କର, ସାଙ୍ଗମାନଙ୍କ ସହିତ ସେୟାର କର, ଯେମିତି ଭିଡ଼ିଓଟା ତୁମ ସମସ୍ତ ସାଙ୍ଗ ପାଖରେ ପହଞ୍ଚି ପାରିବ ଏବଂ ସମସ୍ତେ ସାଥିରେ ପଢ଼ିପାରିବେ। ସେଥିପାଇଁ କୁହାଯାଏ ସହଯୋଗିତା, ସହନଶୀଳତା ଇଜ୍ ସଫଳତା। ଯେଉଁମାନେ ସହଯୋଗ କରନ୍ତି ଏବଂ ସହନ୍ତି ସେମାନେ ନିଶ୍ଚିତ ଭାବରେ ସଫଳତା ପାଆନ୍ତି। ମୋର ଆଶା ତୁମେମାନେ ନିଶ୍ଚିତ ଭାବରେ ସଫଳତା ପାଇବ। ସେଥିପାଇଁ ମୋର ଦୃଢ଼ ବିଶ୍ୱାସ ତୁମେମାନେ ସଫଳତା ପାଇବ। ଆମେ ଆଲୋଚନା କରିବା କଳିଙ୍ଗ ଯୁଦ୍ଧ ସମ୍ପର୍କରେ। ପିଲେ, ଉତ୍କଳ ପ୍ରଦେଶ ବା କଳିଙ୍ଗରେ ଅତୀତରେ ଏକ ବିରାଟ ଯୁଦ୍ଧ ହୋଇଥିଲା, ତାକୁ କଳିଙ୍ଗ ଯୁଦ୍ଧ ବୋଲି କୁହାଯାଏ। ଏ କଳିଙ୍ଗ ଯୁଦ୍ଧ ଅଶୋକ କରିଥିଲେ କେତେ ଖ୍ରୀଷ୍ଟାବ୍ଦରେ? ନା ଖ୍ରୀଷ୍ଟପୂର୍ବ 261ରେ। ପରୀକ୍ଷାରେ ପଡ଼େ କେବେ କଳିଙ୍ଗ ଯୁଦ୍ଧ ହୋଇଥିଲା? ଖ୍ରୀଷ୍ଟପୂର୍ବ 261ରେ କଳିଙ୍ଗ ଯୁଦ୍ଧ ହୋଇଥିଲା। ଏ ଅଶୋକ କିଏ? ନା ଅଶୋକଙ୍କର ବାପା ହେଉଛନ୍ତି ବିନ୍ଦୁସାର ଏବଂ ଜେଜେ ହେଉଛନ୍ତି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଯିଏ ମୌର୍ଯ୍ୟ ବଂଶର ପ୍ରତିଷ୍ଠାତା। ତେଣୁକରି ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ଅଶୋକ ଥିଲେ ମୌର୍ଯ୍ୟ ବଂଶର ପ୍ରତିଷ୍ଠାତା, ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ପୁତ୍ର, ସମ୍ରାଟ ବିନ୍ଦୁସାରଙ୍କ ପୁତ୍ର। ଅର୍ଥାତ୍ ଅଶୋକଙ୍କ ବାପା ହେଉଛନ୍ତି ବିନ୍ଦୁସାର, ତାଙ୍କ ଜେଜେ ହେଉଛନ୍ତି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ। ଅଶୋକ ନିଜର 99 ଭାଇଙ୍କୁ ହତ୍ୟା କରିଥିଲେ। ପରବର୍ତ୍ତୀ କାଳରେ 273 ଖ୍ରୀଷ୍ଟାବ୍ଦରେ ନିଜକୁ ମୌର୍ଯ୍ୟ ବଂଶର ରାଜା ରୂପେ ଗ୍ରହଣ ଶପଥ ପାଠ କରିଥିଲେ। ଏବଂ ଆମେ ପରୀକ୍ଷାରେ ପଡ଼େ କିଏ ଚଣ୍ଡାଶୋକରୁ ଧର୍ମଶୋକରେ ପରିଣତ ହୋଇଥିଲେ? ଅଶୋକ ହୋଇଥିଲେ। ପଡ଼ିଛି ପରୀକ୍ଷାରେ ଅଶୋକ ଚଣ୍ଡାଶୋକରୁ କେଉଁ ଶୋକକୁ ଯାଇଥିଲେ? ଚଣ୍ଡାଶୋକରୁ ଧର୍ମଶୋକ। ଆମେ ପଢ଼ିବା କାହିଁକି, କିପରି ଭାବରେ ସେ ଯାଇଥିଲେ। ତେଣୁକରି ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ହେଉଛି ଆମ ପାଇଁ ଏଇଠି କୋଶ୍ଚିନ୍। 271 ମସିହା ମଗଧ ସିଂହାସନ ଆହରଣ କରିଥିଲେ ଅଶୋକ। 4 ବର୍ଷ ବିଳମ୍ବରେ ମଧ୍ୟ ତାଙ୍କର 269 ଖ୍ରୀଷ୍ଟାବ୍ଦରେ ତାଙ୍କର ଅଭିଷେକ ହୋଇଥିଲା। କାହିଁକି? ନା ବିଶୃଙ୍ଖଳା ଚାଲିଥିଲା। ମୁଁ କହିଲି ଯେଉଁ ତାଙ୍କର 99 ଭାଇଙ୍କୁ ସେ ହତ୍ୟା କରିଥିଲେ ଅଶୋକ। ଅଶୋକ କେଉଁ କେଉଁ ନାମରେ ପରିଚିତ? ବେଦାନେ ପ୍ରିୟ, ପ୍ରିୟବନ୍ଦଂଶୀ, ଚକ୍ରବର୍ତ୍ତୀ ଉପାଧି ହୋଇଥିଲେ। ଏ 3ଟା ଉପାଧି ଦେଖିଥବ। ଏ 3ଟା ଉପାଧି ସର୍ଟ ଟାଇପ୍ରେ ପଡ଼ିଯିବ MCQରେ। ଯେଉଁ 21 ମାର୍କ MCQ ପଡ଼ିବ ତା ଭିତରେ ଆସିବ। ମୁଁ କହିଛି 21 ମାର୍କ MCQ ଇଜ୍ ଭେରି ଇମ୍ପୋର୍ଟାଣ୍ଟ। ତେଣୁ ଆମେ ଆକୁ ଛାଡ଼ିପାରିବା ନାହିଁ। ନେକ୍ସଟ ଆମେ ଯିବା ଅଶୋକ ସମ୍ପର୍କରେ। ଅଶୋକ କଳିଙ୍ଗ ଯୁଦ୍ଧ କରିଥିଲେ। ଏ କଳିଙ୍ଗ ଯୁଦ୍ଧ ସମ୍ପର୍କରେ ଆମେ କେଉଁଠି ଜାଣିଛେ? ନା କଳିଙ୍ଗ ଯୁଦ୍ଧ ସମ୍ପର୍କରେ ଆମେ ପାକିସ୍ତାନରେ ଅବସ୍ଥିତ ଶାହାବାଜ ଗଡ଼ଠାରେ ଏକ ଶିଳା, ତ୍ରୟାଦଶ ଶିଳାରେ ମିଳୁଛି। ତ୍ରୟାଦଶ ଶିଳା ପରୀକ୍ଷାରେ ପଡ଼ିବ। କେଉଁ ଶିଳାରୁ ଏ କଳିଙ୍ଗ ଯୁଦ୍ଧ ସମ୍ପର୍କରେ ମିଳୁଛି? ନା ତ୍ରୟାଦଶ ଶିଳାରୁ ଏ ସମ୍ପର୍କରେ ମିଳୁଛି, ଯାହାକି ବର୍ତ୍ତମାନ ପାକିସ୍ତାନର ଶାହାବାଜ ଗଡ଼ରେ ଅଛି। ଇଏ ହେଉଛି ଅଶୋକଙ୍କ ଏ କଳିଙ୍ଗ ଯୁଦ୍ଧ ସମ୍ପର୍କରେ ଆଲୋକପାତ କରାଯାଇଛି। ବର୍ତ୍ତମାନ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ହେଉଛି, ଆମେ ବର୍ତ୍ତମାନ ପଢ଼ିଲେ ଅଶୋକ କେବେ କଳିଙ୍ଗ ଆକ୍ରମଣ କରିଥିଲେ? 261 ଖ୍ରୀଷ୍ଟାବ୍ଦ, ଖ୍ରୀଷ୍ଟପୂର୍ବ 261। ତାପରେ କୋଶ୍ଚିନ୍ ପଡ଼ିବ କେବେ ସିଂହାସନ ଆହରଣ କରିଥିଲେ?
ନା 269 କେବେ ରାଜା ଭାବରେ ଘୋଷଣା ତାଙ୍କ କରାଯାଇଥିଲା 271। ଏଇ ତିନିଟା ଇମ୍ପୋର୍ଟାଣ୍ଟ, ଆଉ କିଛି ଇମ୍ପୋର୍ଟାଣ୍ଟ ନାହିଁ ଏଥିରେ। ଏଇ ତିନିଟା ଆର୍ଟିକଲ ଏଇ ତିନିଟାକ ମସିହା ମନେ ରଖିବ, 100% କୋଶ୍ଚିନ୍ ଆସିବ। ତେଣୁକରି ଏହାର ନେକ୍ସଟ କୋଶ୍ଚିନ୍ ପଡ଼ିବ କଳିଙ୍ଗ ଯୁଦ୍ଧ କାରଣ ଓ ଫଳାଫଳ। ଏଇଟା ବାରମ୍ବାର ପଡ଼ୁଛି, ଆମେ ବର୍ତ୍ତମାନ ମନ ଦେଇକି ତ ଶୁଣ, ଏଠି ବହୁତ ଇଜି। ଯଦି ଭିଡ଼ିଓଟା ସରିକି ଭଲକି ଶୁଣିଦେବ ତମେ ଆରାମସେ ଲେଖିଦେବ। କଳିଙ୍ଗ ଯୁଦ୍ଧ ମୁଖ୍ୟତଃ କେତୋଟି କାରଣ ଥିଲା ନା ରାଜନୈତିକ କାରଣ ଥିଲା, ଅର୍ଥନୈତିକ କାରଣ ଥିଲା, ବାଣିଜ୍ୟିକ କାରଣ ଥିଲା, ନାଗମାନଙ୍କ ଦ୍ୱାରା ଅଶୋକ ଅଳଙ୍କାର ଅପହରଣ, ଧର୍ମ କାରଣ, କାରୁବାକି କିମ୍ବଦନ୍ତୀ। ଅର୍ଥାତ୍ 6ଟି କାରଣ ମୁଖ୍ୟ ଥିଲା। ଏ 6ଟି କାରଣ ପଢ଼ିବା। ପ୍ରଥମେ ପଢ଼ିବା 261 ଖ୍ରୀଷ୍ଟପୂର୍ବ 261 ସଂଗଠିତ କଳିଙ୍ଗ ଯୁଦ୍ଧ ଥିଲା ଭାରତ ଇତିହାସର ଏକ ପ୍ରମୁଖ ଘଟଣା। एकदा नंदवंशर प्रतिष्ठाता महापद्मनंद कलिंग अधिकार करथिले, किंतु यह पुनर्बार स्वाधीन पाई जाता। अर्थात ओडिशा को बा कलिंग को नंदवंशर राजा महापद्मनंद पराधीन करथिले। परवर्ती काले ओडिशा स्वाधीन लाभ कला। तेबे कलिंग युद्ध आरंभ सहित मगधर साम्राज्य विस्तार निमित्ते पथ परिष्कार हो गला। मगध भी चाहूला कलिंग को अत्याचार करने। आम जाचे नंदवंश को परास्त करते चंद्रवंश मौर्य वंश। कौन कौन मुख्य कारण? प्रथम कारण हूँ राजनैतिक कारण। राजनैतिक कारण कौन ना बौद्ध समाज प्रतिष्ठा चंद्रगुप्त मौर्य कलिंग को निज साम्राज्य करने पारि नथिले। चंद्रगुप्त मौर्य भारत सबु देश को सबु राज्य को निजर साम्राज्य भितर विस्तार करते कलिंग को कर तेणु तार इच्छा थिला कलिंग को निज को अत्याचार करवा। बिंदुसार जीवन में कौन युद्ध करना, किंतु यही कथा बिंदुसार पुत्र अशोक कलिंग को निजर साम्राज्य मिसाई चेष्टा करने को अधिक गुरुत्वपूर्ण देते। एवं जो कलिंग स्वाधीन राष्ट्र थिला तांकर मगध राज्य चारिपटे जो मगधर पाखापाखि राज्य मान भर केवल कलिंग राज्य स्वाधीन था, सब राज्य को मगध पराधीन कर। तेणुक कलिंगर स्वाधीन अवस्था को सहाय कर पार मगध। कलिंग को अधिकार कर मगध समाज में मिसई देवाई राजनैतिक आवश्यकता बोली से अनुभव करते। परवर्ती काल में कलिंग को सी आक्रमण करते। सब बड़ कथा हूँ अशोक कलिंग युद्ध था जीवन प्रथम युद्ध और शेष युद्ध। बुझीपारे तो राजनीतिक कारण बहुत इजी आम लिखिपारे। राजनीतिक कारण कौन ना राजनीतिक कारण या चंद्रगुप्त मौर्य चाहूले ओडिशा को निज कबल निजे पराजित करने, निज समाज मिसई देवाई, किंतु यह करें। पुओ बिंदुसार से जीवन की युद्ध करना मिसई पारना। तेणु अशोक चाहूले कलिंग को निज साम्राज्य मिसई देवाई, कारण से समय जिते राज्य था सब पराधीन कर अशोक रखिते। तेणु अशोक चाहूले कलिंग को अधिकार कर राज्य मगधरे साम्राज्य मिसई देवाई। ये हूँ राजनीतिक कारण। बुझीपार राजनीतिक कारण पे बहुत सहज कथा। अशोक साम्राज्य नीति कौन ना बहु वर्ष धरी अशोक भातृयुद्ध लिप्त थे। मुझे कही 1900 से 1900 जन भाई को मारी लिप्त रही चंडशोक परिणत होता। केवल स्वप्न था अखंड भारत स्वप्न। चाणक्यर जो अखंड भारत स्वप्न थिला ताकू गुरुत्व दौले अशोक। एणु साम्राज्यवाद संक्रांत भाव में रखी से 261 ख्रीष्टाब्द कलिंग आक्रमण करते। चक्रवर्ती सम्राट निशा अशोक मुंडे रही। ये हूँ अशोकर सामाजिक नीति। अर्थनैतिक कारण कौन पे? अर्थनैतिक कारण कलिंग समृद्धि मगध साम्राज्यर चक्षुशूल हो पड़ता। नौ वाणिज्य कलिंग एत प्रतिष्ठित थिला जे कलिंगर उपकूल में अनेक बंदर गुड़ी थिला, यथा पुलक, पिंडुल, ताम्रलिप्ति इत्यादि रही। कलिंगर साधु पुओ मैंने दक्षिण पूर्व एशिया देश मान सहित वाणिज्य कारोबार कर प्रचुर धनरत्न निज देश को आणुले। तेणुक अर्थनैतिक स्थल में यदि आम कह मगधर बड़ बड़ कंपिटिटर थिला कलिंग। तेणुक कलिंग को पराधीन कले अर्थनीतिर ग्रहण करने मगध पक्षे संभव बोली मगध अनुभव करुला। अतएव नौ वाणिज्य जो कलिंग एक
ବିଭବଶାଳୀ ରାଷ୍ଟ୍ରରେ ପରିଣତ ହୋଇ ସାରିପାରିଥିଲା। ଅପରପକ୍ଷେ ନୌ ବାଣିଜ୍ୟ କ୍ଷେତ୍ରରେ ମଗଧ ପଛୁଆ ରହିଯାଇଥିଲା। ଏଣୁ ଅଶୋକ କଳିଙ୍ଗ ଯୁଗ ଅର୍ଥନୀତିକୁ ସମୃଦ୍ଧିକୁ ସହାୟ ନ କରିପାରି କଳିଙ୍ଗ ଆକ୍ରମଣ କରିବା ବିଶ୍ୱାସ କରୁଥିଲେ। ସେଇଥିପାଇଁ ଅଶୋକ ଚାହୁଁଥିଲେ କଳିଙ୍ଗକୁ ପରାଧୀନ କରିବା ପାଇଁ, ନିଜ ସାମ୍ରାଜ୍ୟରେ ମିଶାଇ ଦେବା ପାଇଁ। ଇଏ ହେଉଛି ତାର ଅର୍ଥନୈତିକ କାରଣ। ଆଉ ସବୁଠୁ ଲାଷ୍ଟ କାରଣ ଆମେ କହିପାରିବା 4 ନମ୍ବର କାରଣ, କିମ୍ବଦନ୍ତୀ ଉପରେ ଆଧାରିତ କାରଣ। ପ୍ରଚଳିତ କିମ୍ବଦନ୍ତୀ ଅନୁସାରେ କଳିଙ୍ଗର ରାଜକୁମାରୀ କାରୁବାକି ବହୁତ ସୁନ୍ଦର ଥିଲେ ଏବଂ ପତ୍ନୀ ରୂପେ ପାଇବା ପାଇଁ ଅଶୋକ ବ୍ୟାକୁଳ ହେଉଥିଲେ। କିନ୍ତୁ ତାହା ପୂର୍ବରୁ କଳିଙ୍ଗର ରାଜକୁମାରଙ୍କ ସହିତ କିମ୍ବଦନ୍ତୀର ବିବାହ ପ୍ରସ୍ତାବ ପଡ଼ିଥିଲା। ତାଙ୍କର ଅପୂର୍ବ ରୂପାଲି ବର୍ଣ୍ଣ ସୌନ୍ଦର୍ଯ୍ୟକୁ ଅଶୋକ ବିମୋହିତ ହୋଇଯାଇଥିଲେ। ତେଣୁ ସେ ଚାହିଁଥିଲେ ଯଦି ମୁଁ କଳିଙ୍ଗକୁ ଆକ୍ରମଣ କରେ, ଯଦି କଳିଙ୍ଗ ହାରିଯାଏ, ତେବେ ଏ କାରୁବାକିକି ମୁଁ ନିଜର କରିପାରିବି। ଅଶୋକଙ୍କ ମନରେ ତାହା ରହିଥିଲା। ସେଥିପାଇଁ ଏହା ସତ୍ୟ ଯେ କଳିଙ୍ଗ ଆକ୍ରମଣ ସାମଞ୍ଜସ୍ୟଭୁକ୍ତ କରିବା ଉଦ୍ଦେଶ୍ୟରେ ଅଶୋକ ତାଙ୍କ ଅଭିଷେକ ଉତ୍ସବର 8ମ ବର୍ଷରେ ଅର୍ଥାତ୍ 261 ବର୍ଷରେ କଳିଙ୍ଗ ଆକ୍ରମଣ କରିଥିଲେ। ଆଉ ସବୁଠୁ ଧର୍ମଗତ କାରଣ, ବୋଧହୁଏ ଧର୍ମଗତ କାରଣ ହେଇପାରେ। ଅଶୋକ ଜଣେ ଶିବ ଉପାସକ ଥିଲେ। ଯେହେତୁ କଳିଙ୍ଗରେ ବୌଦ୍ଧ ଜୈନ ଧର୍ମ ଅଧିକ ମାତ୍ରାରେ ପ୍ରଚାର ହୋଇଯାଇଥିଲା, ଅଶୋକ ଚାହୁଁଥିଲେ ପୁନଶ୍ଚ ଶିବ ଉପାସନା ଆରମ୍ଭ ହେବ ଏବଂ ଅଶୋକ ଏକ ଧର୍ମଯୁଦ୍ଧ କରି କଳିଙ୍ଗ ଅଧିବାସୀମାନଙ୍କୁ ନିଜ ଧର୍ମରେ ଦୀକ୍ଷିତ କରିବାକୁ ବାଧ୍ୟ କରିଦେବେ। ପିଲେ ଇଏ ଥିଲା 6ଟି କାରଣ। କଳିଙ୍ଗ ଯୁଦ୍ଧରେ ଏ 6ଟି କାରଣ। ପ୍ରଥମ କାରଣ କହିଲି ରାଜନୈତିକ କାରଣ। ରାଜନୈତିକ କାରଣ କ'ଣ କହିଲି ନା ତାଙ୍କର 14 ପୁରୁଷର ସ୍ୱପ୍ନ ଥିଲା କଳିଙ୍ଗକୁ ଅଧିକାର କରିବା। ଯେମିତି କହିଲି ଚନ୍ଦ୍ରଗୁପ୍ତ ମଧ୍ୟ ଚାହୁଁଥିଲେ, କରିପାରିଲେନି। ବିନ୍ଦୁସାର ଯୁଦ୍ଧ କଲେନି, ଅଶୋକ ଶିଶୁ କଲେ। ତାପରେ କହିଲେ ଅର୍ଥନୈତିକ କାରଣ। ଅର୍ଥନୈତିକ କାରଣରେ ନୌସେନା ଆମେ ଶ୍ରେଷ୍ଠ ଥିଲୁ। ବାହାର ଦେଶ ସହିତ ନୌ ବ୍ୟବହାର କରି ଆମେ ରତ୍ନ ହୀରା ମୂଲ୍ୟବାନ ସମ୍ପତ୍ତି ଆଣୁଥିଲୁ। କଳିଙ୍ଗ ମଗଧ ଚାହୁଁଥିଲା ଯେ ଆମକୁ ହରେଇ ଦିଏ ଯୁଦ୍ଧରେ, ତାହେଲେ ସେଗୁଡ଼ା ତାର ହେଇଯିବ। ତାପରେ କହିଲେ କାରୁବାକି ଆମେ କହିଲେ ଧୀବର କନ୍ୟା କାରୁବାକିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇଯାଇଥିଲେ। ଅଶୋକ ଚାହୁଁଥିଲେ କାରୁବାକି ନିଜର କରିବା ପାଇଁ। ଯେହେତୁ କଳିଙ୍ଗର ରାଜକୁମାର ବିବାହ କରିବା ପାଇଁ ତାଙ୍କୁ କଥା ଦେଇଥିଲେ, ତେଣୁକରି ସେ ଚାହୁଁଥିଲେ, ଏମିତି କହିଲେ ଆଉ କାରୁବାକିକୁ ଦେଇପାରିବେନି କଳିଙ୍ଗର ରାଜା। ତେଣୁ ଯୁଦ୍ଧ କରି ଯଦି କଳିଙ୍ଗର ରାଜାଙ୍କୁ ହରେଇ ଦିଆଯାଏ, ତେବେ କ'ଣ ହେବ ନା କାରୁବାକି ତାକୁ ହେଇଯିବ। ଧର୍ମଗତ କାରଣ, ସେତେବେଳେ ସେ ସମୟରେ କଳିଙ୍ଗ ଆକ୍ରମଣ ପୂର୍ବରୁ ବ୍ରାହ୍ମଣ ଧର୍ମ ଅନୁସରଣ କରୁଥିଲେ, କିନ୍ତୁ ପରେ ଯେତେବେଳେ ବୌଦ୍ଧ ଧର୍ମ ଜୈନ ଧର୍ମ ଆସିଲା, ସେତେବେଳେ ଆସ୍ତେ ଆସ୍ତେ ଶୈବ ଧର୍ମ ପ୍ରତି ଲୋକମାନଙ୍କର ମନୋଚିତ ପରିବର୍ତ୍ତନ ହେଇଗଲା। ଅଶୋକ ଚାହୁଁଥିଲେ ଏ ପରିବର୍ତ୍ତନ ଆଉଥରେ ଆଣିବା ପାଇଁ। ବୁଝିପାରୁଛ ତ? ଏଠି ହେଉଛି ତା କାରଣ। ଯୁଦ୍ଧର ଫଳାଫଳ, ଭାରି ଭୟଙ୍କର ହେଇଥିଲା। କଳିଙ୍ଗ ଯୁଦ୍ଧର ଫଳାଫଳ ଏତେ କଷ୍ଟକର ହେଇଥିଲା ଯେ এই ଯୁଦ୍ଧରେ ବହୁତ ଲୋକ ରକ୍ତାକ୍ତ ହେଇଯାଇଥିଲେ। କୁହାଯାଏ ଭୁବନେଶ୍ୱର ସ୍ଥିତ ଦୟା ନଦୀ ଏକ ରକ୍ତ ନଦୀରେ ପରିଣତ ହୋଇଯାଇଥିଲା। ତ୍ରୟୋଦଶ ଶିଳା ଲେଖା ଅଛି ବର୍ଣ୍ଣ ଅନୁସାରେ କଳିଙ୍ଗ ଯୁଦ୍ଧରେ ପାଖାପାଖି 1 ଲକ୍ଷ ସୈନ୍ୟ ନିହତ ହୋଇଥିଲେ। 1,50,000 ସୈନିକ ବନ୍ଦୀ କରାଯାଇଥିଲା। ଅର୍ଥାତ୍ 2.5 ଲକ୍ଷ ଲୋକ କଳିଙ୍ଗ ଯୁଦ୍ଧରେ ଭାଗ ନେଇଥିଲେ। ଏବଂ କୁହାଯାଏ କଳିଙ୍ଗ ଯୁଦ୍ଧରେ ଦୟାନଦୀ ରକ୍ତାକ୍ତ ହୋଇଥିଲା। এই କଳିଙ୍ଗ ଯୁଦ୍ଧର ଫଳାଫଳ ରକ୍ତାକ୍ତ କଳିଙ୍ଗ ଯୁଦ୍ଧ ଅଶୋକଙ୍କ ମନରେ ଗଭୀର ରକ୍ଷାବ୍ୟକ୍ତ କରିଥିଲା ଏବଂ ଏହା ତାଙ୍କର ହୃଦୟକୁ ଆନ୍ଦୋଳିତ କରିଥିଲା, ଅଶୋକଙ୍କ ହୃଦୟକୁ। ତେଣୁ ଅଶୋକ ଚଣ୍ଡାଶୋକରୁ ଧର୍ମଶୋକରେ ପରିଣତ ହୋଇଯାଇଥିଲେ, ପର୍ଯ୍ୟାବତ୍ସଳ ହୋଇଯାଇଥିଲେ ଏବଂ ତାଙ୍କର କଳା ସ୍ଥାପତ୍ୟ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ। ବିଶ୍ୱ ଭାତୃତ୍ୱ ପ୍ରତିଷ୍ଠା କରିବା ପାଇଁ ଗୁରୁତ୍ୱ ଦେଇଥିଲେ। ଧର୍ମ ପ୍ରସାର ପାଇଁ ତାଙ୍କ ପଦକ୍ଷେପ ହୋଇଥିଲା ଏବଂ ବୌଦ୍ଧ ଧର୍ମ ସେ ଗ୍ରହଣ କରିଥିଲେ। ତେଣୁ ଇଏ ହେଉଛି ଅଶୋକଙ୍କର କଳିଙ୍ଗ ଯୁଦ୍ଧ ସମ୍ପର୍କରେ ଦେଖିବା। କଳିଙ୍ଗ ଯୁଦ୍ଧରେ ଅଶୋକଙ୍କ ଆଖି ଖୋଲି ଯାଇଥିଲା ବୋଲି କୁହାଯାଏ। এই ଯୁଦ୍ଧରେ ସେ ଚଣ୍ଡାଶୋକ ଧର୍ମଶୋକ ଏଇ ଯେଉଁ ପଏଣ୍ଟ ସବୁ ଅଛି, এই ପଏଣ୍ଟ ସବୁ ଦେଖିଦେବ ଟିକେ।
ଖଣ୍ଡା ତରବାର ଜୟ ପ୍ରକୃତ ଯୁଦ୍ଧ ନୁହେଁ, ବରଂ ମଣିଷର ହୃଦୟକୁ ଜୟ କରିବା ପ୍ରକୃତ ଯୁଦ୍ଧ ବୋଲି ସେ କହିଥିଲେ। ଯୁଦ୍ଧର ମାର୍ଗକୁ ପରିହାର କରି ଶାନ୍ତିର ମାର୍ଗକୁ ଆଦାଇବା ନେବା ପାଇଁ ସେ ପ୍ରତିଜ୍ଞାବଦ୍ଧ ଥିଲେ। ଏଗୁଡ଼ି ହେଉଛି ତାର ପରିବର୍ତ୍ତନ ଆସିଥିଲା ଏବଂ ସିଏ ତାଙ୍କର ପ୍ରଜାମାନଙ୍କୁ ନିଜର ପିଲା ଛୁଆ ବୋଲି ଭାବୁଥିଲେ। ସମସ୍ତ ପ୍ରଜା ମୋର ପୁତ୍ର ସନ୍ତାନ ବୋଲି ସେ ଦେଇଥିଲେ। ତେଣୁ ଦେଖ ଗୋଟେ ମଣିଷକୁ କଳିଙ୍ଗ ଯୁଦ୍ଧ ଅଶୋକଙ୍କ ଜୀବନରେ ଏକ ବିରାଟକାୟ ପରିବର୍ତ୍ତନ ଆଣିଥିଲା। ତେଣୁକରି ଅଶୋକଙ୍କର କଳିଙ୍ଗ ଯୁଦ୍ଧ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଆସି ମୁଁ ଯାହା ଯାହା ଆଲୋଚନା କଲି ତାହା ଆମେ ନିଶ୍ଚିନ୍ତ ଲେଖିବା। କଳିଙ୍ଗ ଯୁଦ୍ଧ ଲେଖିଲା ବେଳେ ଆଗ ଲେଖିବା ଅଶୋକ ସମ୍ରାଟ ଭିତରେ ଲେଖିବା ଟିକେ, ତାପରେ କଳିଙ୍ଗ ଯୁଦ୍ଧ ବିଷୟ ଟିକେ ଲେଖିବା, ତାପରେ କାରଣତକ ଲେଖିବା, ତାର ଫଳାଫଳ ଏତିକି ଲେଖିବା। 1.5 ପେଜର କ୍ୱେଶ୍ଚିନ୍ ଆନ୍ସର। ତେଣୁକରି ଆକୁ ଗୁରୁତ୍ୱପୂର୍ଣ୍ଣ ଦେଇକି କଳିଙ୍ଗ ଯୁଦ୍ଧକୁ ଭଲ ଭାବରେ ପଢ଼ିବ ଏବଂ କଳିଙ୍ଗ ଯୁଦ୍ଧ ଭିତରେ ବହୁତ କ୍ୱେଶ୍ଚିନ୍ ଆସିବ। ମୁଁ ନେକ୍ସଟ ଆଣିବି ସର୍ଟ ଟାଇପ୍ କଳିଙ୍ଗ ଯୁଦ୍ଧରେ କ'ଣ କ'ଣ ଆସେ, କିନ୍ତୁ ଏ ଲଙ୍ଗ ଟାଇପ୍ଟା ଭଲ ଲାଗି ଦେଖିବ। କଳିଙ୍ଗ ଯୁଦ୍ଧ କାହାକୁ କୁହାଯାଏ, କଳିଙ୍ଗ ଯୁଦ୍ଧ କ'ଣ, କଳିଙ୍ଗ ଯୁଦ୍ଧ କେବେ ହେଇଥିଲା, କଳିଙ୍ଗ ଯୁଦ୍ଧ କାହା ମଧ୍ୟ ହେଇଥିଲା, କଳିଙ୍ଗ ଯୁଦ୍ଧର କାରଣ କ'ଣ କ'ଣ, ଆଉ ତାର ଫଳାଫଳ କ'ଣ ହେଇଥିଲା ଏବଂ ଏହା ଅଶୋକଙ୍କ ଜୀବନରେ କ'ଣ ପ୍ରଭାବ ପକାଇଥିଲା। ତେଣୁକରି ଏଗୁଡ଼ିକ ଦେଖିବ। ଏଇଟା ହେଉଛି ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଇଏ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ବାରମ୍ବାର ପଡ଼େ। କଳିଙ୍ଗ ଯୁଦ୍ଧ କାହାକୁ କୁହାଯାଏ। ତେଣୁକରି ଆମେ ଏଇ ଚାପ୍ଟରରେ 3ଟା ଲଙ୍ଗ ଟାଇପ୍ ଦେଖିଲା, ଆଉ କିଛି ଦେଖିବାନି। 3ଟା ଲଙ୍ଗ ଟାଇପ୍, ଯଦି 4ଟା ଲଙ୍ଗ ଟାଇପ୍ ଦେଖିବ 4ଟା ଭିତରୁ 2ଟା ନିଶ୍ଚିନ୍ତ। ଗୋଟେ ହେଉଛି ଜୈନ ଧର୍ମ ବା ମହାବୀରଙ୍କ ଜୀବନୀ, ଜୈନ ଧର୍ମ, ଗୌତମ ବୁଦ୍ଧଙ୍କ ଜୀବନୀ ଆଉ ତାଙ୍କର ଅବଦାନ, 2ଟି କ୍ୱେଶ୍ଚିନ୍, ଆଉ ଗୋଟେ କଳିଙ୍ଗ ଯୁଦ୍ଧ। ଏ 3ଟି କ୍ୱେଶ୍ଚିନ୍ ଦେଖିଥାଏ। 3ଟି କ୍ୱେଶ୍ଚିନ୍ ଗୋଟେ କ୍ୱେଶ୍ଚିନ୍ ଆସିବ। ଆଉ ଗୁପ୍ତ ଯୁଗରେ ମଧ୍ୟ ଗୋଟେ କ୍ୱେଶ୍ଚିନ୍ ଆସେ। ଗୁପ୍ତ ଯୁଗରେ ହେଉଛି କ'ଣ, ଗୁପ୍ତ ଯୁଗ କାହିଁକି ସୁବର୍ଣ୍ଣ ଯୁଗ ବୋଲି କୁହାଯାଏ। ଏଇ 4ଟି କ୍ୱେଶ୍ଚିନ୍ ଦେଖିବ, ତମ ଭିତରୁ ନିଶ୍ଚିନ୍ତ ଦୌଡ଼ାଇ ଆସିବ 100%। ତେଣୁ ଆକୁ ଦେଖିବ। ଏଇ 3ଟି କ୍ୱେଶ୍ଚିନ୍ ବାରମ୍ବାର ଆସେ, ଦେଖିବାକୁ ପଡ଼ିବ ଆମକୁ। ଯଦି ଏମିତି ଭିଡ଼ିଓ ଦେଖିବ ତାହେଲେ ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କର, ଲାଇକ୍ କର, କମେଣ୍ଟ କର, ଯାହାଫଳରେ ଆମେ ବହୁତ ଇମ୍ପୋର୍ଟାଣ୍ଟ ଚାପ୍ଟର ତୁମ ପାଖକୁ ଆମେ ଆଣିପାରିବା।